या देवी सर्वभूतेषु मातृरूपेण संस्थिता नमस्तस्यै 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 नमो नमः। श्री श्री दुर्गा पुराण बा देवी महात्म्य 31 अध्याय श्रीरामंकर दुर्गा पूजा। एथु अनंतरे शुण श्रीदेवी चरित भक्ति रे करिले पूजा सेहि दुर्गा मात आसंति संतुष्ट होई भक्तर पारुष पूरण करंती तार मनर सर्वस्व ताहार संतान को से रखंती जत्न रे शत्रुर भय न थाए जगत मध्य रे संतानर दुख देखि नुहई से स्थिर धाई आसी रक्षा करे सुत को ताहार विपदरु रक्षा करे संहारे शत्रु को रखी थाए ता संतान कृपा बही ताकू दयामयी नाम तार जगत रे ख्यात दुष्टंकु विनाश करे संतंकु रक्षित हेमंते अयोध्या नृप दशरथ सूत पितृ सत्य पाଳି बने चलिले तुरित भाई भाउजकु नेई बने गले राम 14 बरस काल बनरे विश्राम कानन मध्यरे भ्रमी रहंती खुशी रे अनेक सुर मारी ऋषि आश्रम रे फलमूल भक्षण से करंती जत्न रे भ्रमी भ्रमी मिलिले जे पंचवटी ठारे पत्र कुड़िया करिले लक्ष्मण सेठारे श्रीराम लक्ष्मण सीता तहि आनंद रे असुरंक वासस्थली से कानन गोटी माया रे विभिन्न रूप धरंती से हिटी सुपर्णखा नामे एक राक्षसी बुलई देखिला सुंदर रूप लक्ष्मण रामहि मनरे भावे असुरी सुंदर मपति हेब जेबे लभिबि मो मनरे तृपति माया रूप को धरिला सेहि सुपर्णखा सुंदरे जिणी पारई अपूर्व नायिका मिली मनर कथा को कहिला रामको विवाह कर हे मते कहई ताहांको लक्ष्मण पाखकु पेशी दियंती श्रीराम जानी ना साकर्ण काटी करिले विभ्रम तक्षणे चले लंका को सुपर्णखा धाई कहिला रावण पासे मुख को देखाई माया जति रूप धरी जानकी को नेला अशोक कानने नेई बंदिनी करिला खोजिले श्रीराम बने भ्रमीण सकल मैत्र हेले सुग्रीव जलाई अनल बालिकी बध करिले रखी मित्र भाव हनुको पठाई कले लंकारे जेठाव मर्कट भल्लुक नेई युद्ध कले राम अनेक असुर बध करिले विभ्रम एक ही रहिला दुष्ट सेहि विंश बाहु युद्ध करि न पारिले श्रीराम जे सेहु कि रूपे विनाश हेब से लंका ईश्वर चिंतारे मणि न दिशे श्रीमुख रामर विभीषण को पूछंती प्रभु रघुपति मृत्यु न हुए किं पाई कुह हे भारती चिंतारे अस्थिर हेले रक्षक पिगण भाव बारी धीरे भासी मरिब रावण हेमंत समय कहे विभीषण गिर शुणन्तु अयोध्यापति मरण ताहार 10 भुजा मात दुर्गा छंती पासे तार तेणु करी नमरई दशानन वीर आपण दुर्गा देवी को संतुष्ट करिले
ସହାୟ ହୋଇଲେ ସେ ତମରି ବଟି ଭଲେ। ସେ ଯେବେ ବର ପ୍ରଦାନ କରିବେ ତୁମ୍ଭଙ୍କୁ ନିଶ୍ଚୟ ମୃତ୍ୟୁ ଲଭିବ କହିଲି ତୁମ୍ଭଙ୍କୁ। ସହଜେ ଆଶ୍ୱିନ ମାସ ଶୁକ୍ଳ ଷଷ୍ଠୀ ତିଥି କହିଲେ ସଭିଙ୍କୁ ଡାକି ପ୍ରଭୁ ଦାଶରଥି। କାଲି ପ୍ରଭାତରୁ ମୁହିଁ ପୂଜିବି ସେ ମାତ ସଂଗ୍ରହ କର ହେ ହନୁ ଦ୍ରବ୍ୟମାନ ତୁତ। ଆଜ୍ଞା ପାଇ ଅଞ୍ଜନେୟ ସନ୍ତୁଷ୍ଟ ଲଭିଲା ଦ୍ରବ୍ୟମାନ ବନ ମଧ୍ୟ ସଂଗ୍ରହ କରିଲା। ଆଶ୍ୱିନ ଶୁକ୍ଳ ପକ୍ଷ ହୋଇଥିଲା ଯହିଁ ଷଷ୍ଠୀ ତିଥି ସୋମବାର ପ୍ରଭାତ ହୋଇ। ଜ୍ୟେଷ୍ଠ ନାମେ ନକ୍ଷତ୍ର କନ୍ୟାରେ ଯେ ଭାସ୍କର ବୃଶ୍ଚିକ ନାମରେ ଚନ୍ଦ୍ର ପ୍ରୀତି ଯୋଗ ସାର। ପୂଜାରମ୍ଭ କଲେ ରାମ ଦୁର୍ଗାଙ୍କ ପୟର ବେଲ୍ୟାଧିବାସ କରନ୍ତି ସନ୍ତୁଷ୍ଟ ଚିତ୍ତର। ମାତାଙ୍କୁ ପ୍ରଣାମ କରି ପୂଜା ଶେଷ କଲେ ଫଳମୂଳ ନୈବେଦ୍ୟ ଯତନେ କରିଲେ। ଏମନ୍ତେ ରଜନୀ ଆସି ପ୍ରବେଶ ହୋଇଲା କିଛି କ୍ଷଣ ଚନ୍ଦ୍ର ରହି ଅଦୃଶ୍ୟ ଯେ ହେଲା। କପିମାନେ ସୁଖେ ନିଦ୍ରା ତକ୍ଷଣେ ଯେ ଗଲେ ହନୁମାନ ଜାଗ୍ରତରେ ପ୍ରହରା ଯେ ଦେଲେ। ଲକ୍ଷ୍ମଣ ବସି ରହିଲେ ଧନୁଶର ଧରି ବନ ମଧ୍ୟେ ଗର୍ଜୁଥାଏ ରଜନୀ ବିହରି। ବିଭୀଷଣ ଭାବୁଥାନ୍ତି ଯୁଦ୍ଧ କଥା ମାନ ଅନ୍ଧକାର ଘୋଟିଥାଏ ସେ ସାରା ବିପିନ। ବାନର ସେନା ଶୟନ କରିଥାନ୍ତି ସୁଖେ ଭଲ୍ଲୁକ ରାଜ ଦେଖଇ ରହି ଭାବେ ଦୁଃଖେ। କିପରି ଲଙ୍କା ଅସୁର ହୋଇବ ବିନାଶ ସୁଗ୍ରୀବ ଭାବଇ ମନେ ଜାନକୀ ବିଳାସ। ବିନାଶ କରିବେ ବିଂଶ ବାହୁର ସର୍ବସ୍ୱ ପୂର୍ବରୁ ବଚନ ଦେଇଥିଲେ ରଘୁଈଶ। ଉଦ୍ଧାର କରିବେ ସୀତା ଅସୁର ନିବାସ ମନରେ ଦାରୁଣ ଚିନ୍ତା ସୁଗ୍ରୀବ ମାନସ। ଏମନ୍ତେ ରଜନୀ ରାଣୀ ଗଲା ନିଜ ଦେଶ ପ୍ରଭାତ କେଉଁଠି ଥିଲା କରିଲା ପ୍ରବେଶ। ଉଚ୍ଚରେ ବନେ କୁକୁଟ ଡାକିଲା ତୁରିତ ମୁକୁଟ ଟେକି କହିଲା ରଜନୀ ଦୂରେତ। ନିଶେଷ ହେବା ଜାଣି ତେଜିଲେ ଶୟନ କାକ ପୈକଙ୍କର ଡାକ ଶୁଭେ ଘନ ଘନ। ଉଜ୍ଜ୍ୱଳ ଦିଶିଲା ଦଶ ଦିଗ ତାହା ଜାଣି ବୃକ୍ଷମାନେ ଜାଣିଲେଣି ପ୍ରଭାତକୁ ଜାଣି। ମୃଦୁ ମୃଦୁ ହୋଇ ଆସି ବହିଲା ସମୀର ଆଳସ୍ୟ ତେଜିଲେ କପି ରୁକ୍ଷ ଶେଷ ତୋର। ପୁଷ୍ପମାନ ଫୁଟି ବନେ ଶୋଭା ପ୍ରକାଶିଲେ ଏହା ଦେଖି ରଘୁପତି ହରଷ ହୋଇଲେ। ସପ୍ତମୀ ତିଥି ଆସିଛି ଭୌମ୍ୟ ବାସରରେ ମୂଳା ନକ୍ଷତ୍ର ଆସିଲା ଧନୁ ଚନ୍ଦ୍ର ସ୍ଥିରେ। ସ୍ନାନ କରି ରଘୁନାଥ ଅର୍ଘ୍ୟ ତପନରେ ଅର୍ପଣ କରିଲେ ଯଥା ପିତୃ ପୁରୁଷରେ। ପ୍ରଣାମ କରିଲେ ରାମ ଭାନୁଙ୍କୁ ଅନାଇ ତୃପତି ଲଭିଲା ମନ ଜାନକୀର ସାଇ। ପୂଜାର ଦ୍ରବ୍ୟ ସଂଗ୍ରହ କରେ ହନୁମାନ ପୁଷ୍ପମାନ ତୋଳି ଆଗେ କରିଣ ଯତନ। ଆଣଇ ସେ ବନ ମଧ୍ୟ ପବନ ତନୟ ପ୍ରବେଶ ହୋଇଲା ଯାଇ ପ୍ରଣମିଲା ପାୟ। ମୃଣ୍ମୟୀ ଦେବୀଙ୍କ ପୂଜା କରିବେ ଶ୍ରୀରାମ ସମସ୍ତ ଦରବ ଆଣେ ନ ହୋଇ ବିଭ୍ରମ। ଦେଖିଣ ଜାନକୀ ପତି ତୃପତି ମନରେ ଧନ୍ୟରେ ତୁ ହନୁମନ୍ତ ଭାବନ୍ତି ଚିତ୍ତରେ। ଶୁଭ ମୁହୂର୍ତ୍ତରେ କଲେ ପୂଜା ଦେବୀଙ୍କର କଳସ ସ୍ଥାପନା କଲେ ସଂକଳ୍ପ ଯଥାର। ଗୋତ୍ର ଉଚ୍ଚାରଣ କରି ପୂଜା କର୍ମ କଲେ କରିଲେ ବରଣ ରାମ ମାତା ସୁମରିଲେ। ଚରଣ କମଳେ ମନ ଦେଇଣ ଡାକିଲେ ଭକତିରେ ସମର୍ପଣ ପୁଷ୍ପମାନ ଭଲେ। ପୁଷ୍ପାଞ୍ଜଳି ଦେଇ ମନେ କରୁଥାନ୍ତି ସ୍ତୁତି ବିପଦ ଭଞ୍ଜନୀ ମାଗ ନାଶ ମୋ ଦୁର୍ଗତି।
जय जय दुर्गा माता कृपा बारे कर, जय जय दुर्गा माता विपद उद्धार, जय जय दुर्गा माता कृपा प्रदायिनी, जय जय दुर्गा माता महिषामर्दिनी, जय जय दुर्गा माता चंड मुंड नाश, जय जय दुर्गा माता रक्त बीज शोष, जय जय दुर्गा माता डाकु अछि तोते, डाकु अछि विपद रे दया कर मोते, करुणा कर जननी ए घोर बन रे, उद्धार कर जननी विपद काल रे, सहाय हुओ गो मात रक्षा कर तुही, शत्रु विनाश करी हृदय दया बही, मुहि दशरथ सुत कानन मध्यरे, स्मरण करुछि मात तोहरी पୟରେ, दर्शन दियो मात कामना पुराओ, दुष्ट दैत्य विनाशी विशक्ति हृदय दियो, दशरथ सुत मोहि नाम मोर राम, पूरण कर कामना न होई विभ्रम, कर जोड़ीण प्रार्थना करन्ति भक्ति रे, जागिले हृदय मात डाकन्ति अंतरे, एमंते सप्तम दिन गत होई गला, अष्टम दिवस आसी प्रवेश होइला, पंडित बासरे जोग होइथिला रही, पूर्वाषाढ़ा नक्षत्र जे अष्टमी जोग ही, धनु नामे चंद्र अछि सेहि दिवसर, शोभन जोग रहिछि शुभ जे पूजार, बाळव नामे करण शुभर लक्षण, श्रीराम डाकी कहन्ति हनुकूत क्षण, अष्टमीर पूजा मान करन्ति विधिरे, समापन करी राम दुर्गा नाम स्थिरे, आहे मारुति आणरे नील पद्म जाई, 108 गोटी आण बेग तुही, नवमी रे संधि पूजा होई बतुरित, विलंबन करी आण पूजी मई मात, आज्ञा पाई हनुमान चलई बहन, केउठी मिलिब पद्म खोजई विपिन, न जाई बसई एक तरु मूले जाई, किछि क्षणे भाबी मने गमन करई, देखई उत्तर दिगे फुटी अछि फूल, गमन करे तुरित बदन प्रफुल्ल, अनिल नामे कई पुष्परिणी ताहि, फुटी अछि नील पद्म हरषित होई, सुंदर दिशुछि तहि पुष्करिणी गोटी, देखिर मारुति मन हरष हुएटी, नागमाने रहिछन्ति पुरीण सेठारे, कि रूपे तोଳିब फूल भाबई मनरे, मनरे स्मरण करे जय राम राम, भजन्ते से नाम गोटी नामे हेले भ्रम, लुचिले बिलरे जाई अवश शरीर, भୟରେ कंपी उठिला न हेले बाहार, पादको प्रहार करे वीर हनुमान, से प्रहारे जल ऊर्ध्वे होइला पतन, नाग शून्य होई गला सेहि पुष्करिणी, देखिला अंजना सुत नाग नाही जाणी, पूर्वरु विधातांकर निर्देश जे थिला, आशिब पवन सुत शुण तुम्भे भोला, श्रीराम पूजा करिबे जगत जननी, पद्म नेबा पाई से तो आशिब पावनी, तेणु जानी पारी सर्वे होई गले दूर, आनंदे तोळई पद्म हनुमंत वीर, 108 गोटी गणना करिला, सेहि पुष्करिणी मध्ये आउ जे नथिला, विधिर विधान एहा होइछि लिखन, हरसरे पुष्प घेनि चले हनुमान, निश्चय दुर्गा मांक पूजा हेब पूर्ण, मनरे भावना करी फेरे हनुमान, श्रीरामंक पारुषरे समर्पण कला, आशीष करन्ति राम भक्ति तोर भोला, सर्वद्रव्य मान नेई थोइला जत्नर,
ପୂଜା କରିବେ ମାତାଙ୍କୁ ଶ୍ରୀରାମ ଭକ୍ତିର। ଏମନ୍ତେ ଅଷ୍ଟମୀ ତିଥି ଜାଣେ ସୀତାପତି, ଆରମ୍ଭିଲେ ଦୁର୍ଗାଙ୍କର ପୂଜାର ସମ୍ପ୍ରତି। ବସିଲେ ଦୃଢ଼ ଆସନେ ମାତାଙ୍କୁ ସୁମରି, ଦୁର୍ଗାଙ୍କୁ ସେ ସମର୍ପନ୍ତି ଭକ୍ତି ହୃଦେ ଭରି। ବସିଥାନ୍ତି କପି ଗଣ ସନ୍ମୁଖେ ଚାହିଁ, ଲକ୍ଷ୍ମଣ ରହି ଅଛନ୍ତି ପାରୁଷେ ଅନାଇ। ପାରୁଷରେ ବସିଥାନ୍ତି ସୁଗ୍ରୀବ ତାଙ୍କର, ଜାମ୍ବବାନ ବସିଥାନ୍ତି କିଛି ଦୂରେ ତାର। ବିଭୀଷଣ କର ଯୋଡ଼ି ମାତାଙ୍କୁ ଡାକନ୍ତି, ନୀରବରେ ସେନାଗଣ ଅନାଇ ଅଛନ୍ତି। ନଳ ନୀଳ ବସି ରହି କରନ୍ତି ଗୁହାରି, ଦୟାମୟୀ ଦୟା କର ଜନନୀ ଆମ୍ଭରି। ସୈନ୍ୟମାନେ ଦେଖୁଛନ୍ତି କିଛି ଦୂରେ ରହି, ଭାବନା କରନ୍ତି ମନେ ଆସ କୃପାମୟୀ। ଏକଲୟରେ ଲକ୍ଷ୍ମଣ ଅଛନ୍ତି ଅନାଇ, କେମନ୍ତେ ରାବଣ ମୃତ୍ୟୁ ହେବ ଭାବୁଛଇଁ। ମାତା ଜାନକୀ ଉଦ୍ଧାର ହୋଇବ କେମନ୍ତ, ଭାବୁଥାନ୍ତି ସୌମିତ୍ରୀ ଯେ ଚିନ୍ତନ୍ତି ଏମନ୍ତ। ପୂଜାରେ ମଗନ ପ୍ରଭୁ ଜାନକୀ ରମଣ, ମାତା ଦୁର୍ଗାଙ୍କୁ ପୂଜନ୍ତି ହୃଦୟ ମଧ୍ୟେଣ। ନାନା ପୁଷ୍ପ ମାନଙ୍କରେ ଆଚ୍ଛାଦିତ କଲେ, ନାନା ପକ ଫଳ ମାନ ସମର୍ପଣ ଦେଲେ। ଅଷ୍ଟମୀର ପୂଜା କର୍ମ ବିଧି ବିଧାନରେ, ସମାପନ କଲେ ରାମ ହରଷ ମନରେ। ବସି ରହି ସର୍ବସୈନ୍ୟ ପୂଜା ଦେଖୁଥିଲେ, ଜଗତର ଶ୍ରେଷ୍ଠ ପୂଜା ଏ ଜାଣ ବୋଇଲେ। ଏମନ୍ତ ବିଧିର ପୂଜା କେହି କରିନାହିଁ, ମାତାଙ୍କୁ ପୂଜା କରନ୍ତି ପରମ ବ୍ରହ୍ମ ହୋଇ। ଯେଉଁ ରାମ ବୈକୁଣ୍ଠର ଅଧିପତି ସାର, ସେ ଆଜୀବନେ କରନ୍ତି ସେବା ଦୁର୍ଗାଙ୍କର। ଏମନ୍ତେ ଅଷ୍ଟମୀ ଗତ ନବମୀ ଆସଇ, ସଂଯୋଗ ହୋଇଲେ ସନ୍ଧି ପୂଜା ନାମ ଏହି। ସନ୍ଧି ପୂଜା ଆରମ୍ଭିଲେ ଶ୍ରୀରାମ ଭକ୍ତିରେ, ଦୁର୍ଗା ନାମ ଉଚ୍ଚାରିଲେ ଶ୍ରୀରାମ ମୁଖରେ। ପାରୁଷରେ ହନୁମନ୍ତ ନୀଳ ପଦ୍ମ ଧରି, ବସିଥାଏ ଦୃଢ଼ ମନେ ରାମ ନାମ ସ୍ମରି। ଓମ୍ ନମ ଉଚ୍ଚାର କରନ୍ତି ଭକତି ଭାବରେ, ଭକ୍ତି ଭାବ ରହିଅଛି ଅନ୍ତର ଗହରେ। ଶ୍ରୀରାମ ପଦ୍ମ ଦିଅନ୍ତି ଦୁର୍ଗାଙ୍କୁ ସ୍ମରିଣ, ଗୋଟି ଗୋଟି କରି ପୁଷ୍ପ ଦିଅନ୍ତି ପାଦେଣ। ଯେତେ ଥିଲେ ରକ୍ଷ କପି ଅଛନ୍ତି ଅନାଇ, ଭକତିରେ ପ୍ରଣମନ୍ତି ଯେତେ ଥିଲେ ରହି। ସମର୍ପଣ କରୁଥାନ୍ତି ହୃଦୟରେ ଧ୍ୟାଇ, ମା ଦୁର୍ଗା କହି ରାମ ପଦ୍ମ ସମର୍ପଇ। ଦେଉଥାନ୍ତି ପଦ୍ମ ପୁଷ୍ପ ସମର୍ପଣ କରି, ଦୁର୍ଗାଙ୍କ ଚରଣ ତଳେ ଶ୍ରୀରାମ ସୁମରି। 100 ଶତମ ପଦ୍ମ ଯେ ହୋଇଲା, 1 ଗୋଟି ପୁଷ୍ପ ଉଣା ହୋଇଲାଟି ଭୋଲା। କୁହ ହନୁମନ୍ତ ଭ୍ରମ ତୁମ୍ଭର କି ହେଳା, ବିଘ୍ନ ହେଲା ପୂଜା ମୋର ତୁଷ୍ଟ ମାତା ଭୋଲା। ରାମଙ୍କର ମୁଖ ସୁଖୀ ଦିଶିଲା ମଳିନ, ନ ମରିବ ଦଶାନନ ମତି ହେଲା ଛନ। ସନ୍ତୁଷ୍ଟ ନ ହେଲେ ଦୁର୍ଗା କି କରିବି ମୁହିଁ, କୁହ ଆହେ କପି ବୀର ଭ୍ରମ କିଅ ଛଇ। ଭାସେ ଅଞ୍ଜନାକୁ ମୋର ବାରମ୍ବାର କରି, ଗଣି ଅଛି 108 ଗୋଟି ସରି। ଭ୍ରମ ହୋଇ ନାହିଁ ପ୍ରଭୁ ଗଣନା ମୋହର, ମିଥ୍ୟା ନୁହଇ ମୋ ଗଣା ସତ୍ୟ ମୋର ଗୀର। କେଉଁଠି ମିଳିବ ପଦ୍ମ ଆଣ ହେ ମାରୁତି, ବୋଲଇ ପବନ ସୁତ ଆହେ ରଘୁପତି। ନଥିଲା ଗୋଟିଏ ମାତ୍ର ପଦ୍ମ ସେହିଠାରେ, ଭ୍ରମି ଭ୍ରମି ଆଣିଥିଲି ବହୁତ କଷ୍ଟରେ। ଯେତେ ଥିଲେ କପି ଗଣ ଶିରେ ଦେଲେ କର, ନୟନରୁ ବହିଯାଏ ଲୋତକର ଧାର। ଚିନ୍ତାରେ ମୌନ ହୋଇ କରନ୍ତି ଭାବନା, କାହିଁକି ଏମନ୍ତ ହେଲା ଏଡ଼େ ବିଡ଼ମ୍ବନା।
ସୁଗ୍ରୀବଙ୍କର ବଦନ ମଳିନ ଦିଶଇ ଦୁର୍ଗାଙ୍କର ପୂଜା କିମ୍ପା ବିଘ୍ନ ଗଲା ହୋଇ ଭାବନାରେ ପଡ଼ିଗଲେ ବିଭୀଷଣ ବୀର ରଖିଛି ଭକ୍ତିରେ ବାନ୍ଧି ସେ ଲଙ୍କା ଅସୁର ଆଉ କେବେ ନ ମରିବ ଦୁଷ୍ଟ ଦଶାନନ ଲୁହଧାର ବହୁ ଥାଏ ତାଙ୍କରି ନୟନ ଲକ୍ଷ୍ମଣଙ୍କର ବଦନ ମଳିନ ଦିଶଇ ନ ମରିବ ଦଶାନନ ଭାବେ ଛନ୍ନ ହୋଇ ସୁଗ୍ରୀବଙ୍କ ନୟନରୁ ଅଶ୍ରୁ ଯାଏ ବହି କେମନ୍ତେ ବିନାଶ ହେବ ବିଶ୍ରବାତ ନଇ ଶୋକରେ ଆତୁର ହୋଇ କହନ୍ତି ଶ୍ରୀରାମ ଜାନକୀ ମନ ଫେରିବ ଭାବେ ଗଲେ ଝାମ ଦୁର୍ଗା ମୋହର ପୂଜାରେ ତୃପତି ନ ହେଲେ ସମୁଦ୍ରରେ ଝାସ ଦେବି ଏ ଜୀବନ ଭୋଲେ ଅଯୋଧ୍ୟାକୁ ଫେରି ଯାଅ ରେ ଭ୍ରାତା ଲକ୍ଷ୍ମଣ ସୀତାଙ୍କ ବିରହେ ରାମ ତେଜିଲେ ପରାଣ ଦେଖିଣ ଲକ୍ଷ୍ମଣ ପୁଣ କହନ୍ତି ବଚନ ଅଧୈର୍ଯ୍ୟ କିମ୍ପାଇ ଭ୍ରାତ ରାଜୀବ ଲୋଚନ ସୂର୍ଯ୍ୟ ବଂଶରେ ଜନମ ଲଭିଛ ଆପଣ ବିଭ୍ରମ ହେଲେ ଜଗତେ କି କହିବେ ପୁଣ ଭାବନା ତେଜିଣ ରାମ ଡାକନ୍ତି ତୁରିତ ପାଇଛି ରେ ସୌମିତ୍ରୀ ପଦ୍ମ ପୁଷ୍ପ ମୁତ ପାଇଛି ଉଚ୍ଚେ କହନ୍ତି ବଚନ କାହିଁ ମୋର ଧନୁଷର ଦିଅରେ ଲକ୍ଷ୍ମଣ ବଢ଼ାଇ ଦିଅନ୍ତି ବୀର ଲକ୍ଷ୍ମଣ ସେ କାଳେ ଧରିଛନ୍ତି ବାମ କରେ ଦେଖନ୍ତି ସକଳେ କହନ୍ତି ଜଗତ ମାତ ଚକ୍ଷୁ ମୋର ଘେନ ଜଗତେ କହନ୍ତି ନୀଳ ପଦ୍ମ ମନୟନ ଉଦ୍ୟତ ହୁଅନ୍ତି ରାମ ଧରି ତୀର କରେ ଧୈର୍ଯ୍ୟଚ୍ୟୁତ ଦୁର୍ଗାଙ୍କର ହେଲା ସେ କାଳରେ ରହ ରହ ଦଣ୍ଡେ ତୁହି ଶୁଣ ମୋର ବାଳ ତୋ ଭକ୍ତିରେ ସନ୍ତୁଷ୍ଟ ମୁଁ ନ ହୁଅ ଆକୁଳ ଜାଣିବାକୁ ଭକ୍ତି ତୋର ଗୁପତେ ଚଞ୍ଚଳ ହରିନେଲି ପଦ୍ମ ଗୋଟି କପଟେ ନିଶ୍ଚଳ ଲୁଚାଇ ରଖିଛି ମୋହି ଏକ ପଦ୍ମ ତୋର ରଖ ତୋର ଧନୁଷର ନ ହୁଅ ସ୍ଥିର ଦୁଷ୍ଟ ନିବାରିବା ପାଇଁ ଜନମ ତୋର ଅକାଳରେ ପୂଜା ମୋର କରିଲୁ ମୋହର ଅକାଳ ବୋଧନ ନାମ ହୋଇବ ତାହାର ଶରତ କାଳରେ ପୂଜା ହୋଇବ ମୋହର ହରସ ହୋଇଲେ ରାମ ଶୁଣି ଏହି ବାଣୀ ଧନ୍ୟ ଲଭିଲେ ମାନସେ ପ୍ରଭୁ ରଘୁମଣି ବୋଲନ୍ତି ଜଗତ ମାତା କିମ୍ପାଇ ଡାକିଲୁ କାମନା ପୂରିବ ତୋର ଯେବେ ତୁ ଚିନ୍ତିଲୁ କି ବର ମାଗୁଛୁ ରାମ ମାଗ ଦେବି ମୁହିଁ ନିଶ୍ଚୟ ପ୍ରଦାନ ତାହା କରିବି ଯେ ତହିଁ ବୋଲନ୍ତି ଶ୍ରୀରାମ ଶୁଣ ଜନନୀ ମୋହର ଜାନକୀ ଉଦ୍ଧାର ହେବ ନାସି ଦଶ ଶିର କାଲି ଯୁଦ୍ଧେ ଦଶାନନ ହୋଇବ ବିନାଶ ଏହି ବର ଦିଅ ମାତ ନ କରି ନିରାଶ ହସି ହସି ଦଶ ଭୁଜା ବୋଲନ୍ତି ବଚନ ତୁ ପରା ପରମ ବ୍ରହ୍ମ ସ୍ୱୟଂ ନାରାୟଣ ସ୍ଥିର କରିଣ ମାନସ ଶୁଣ ଆହେ ରାମ ଦୁଷ୍ଟ ସଂହାର ନିମନ୍ତେ ଜନ୍ମି ମର୍ତ୍ତେ ଧାମ ତୁହି କିବା ଭୁଲି ଯାଉ ବୈକୁଣ୍ଠ ବିହାରୀ ଅସୁର ନାସିବା ପାଇଁ ଜନମ ତୋହରି ନିଶ୍ଚୟ କାଲି ମରିବ ସେହି ଦଶାନନ ଜାନକୀ ଆସିବ ଫେରି ନୋହି ବଟିଆନ ଶୋଚନା ନ କର ତୁହି ବଚନ ମୋହରି ସନ୍ତୁଷ୍ଟ ଲଭିଲେ ରାମ ସ୍ଥିର ଚିତ୍ତ କରି ଦଶ ଭୁଜା ବର ଦେଇ ଦୂର ହୋଇଗଲେ ନବମୀ ପୂଜା ସଫଳ ହୋଇଗଲା ଭଲେ ଶୁଣି ଆନନ୍ଦରେ ନାଚି ଗଲେ ଯେ କପିଣ କମ୍ପି ଉଠିଲା କାନନ ନୃତ୍ୟରେ ତକ୍ଷଣ ହରଷିତ ହେଲେ ସୁଗ୍ରୀ ଶୁଣ ଏ ଭାରତୀ ବିଭୀଷଣ ମନେ ତୃପ୍ତି ଲଭିଲେ ତଡ଼ତି ନିଶ୍ଚୟ ବିନାଶ ହେବ ଲଙ୍କାର ଭୂପତି
ମନରୁ ସନ୍ତାପ ଗଲା ସ୍ଥିର ହେଲା ମତି, ବୀର ହନୁମାନ ମନ ଆନନ୍ଦିତ ହେଲା। କାଲି ଶେଷ ଯୁଦ୍ଧ ହେବ ମନରେ ଜାଣିଲା, ଲକ୍ଷ୍ମଣର ମନ ବହୁ ସନ୍ତୁଷ୍ଟ ଲଭିଲା। ରାବଣ ନିହତ ହେବ ରାମ ସରେ ଭଲା, ଶ୍ରୀରାମ ଲକ୍ଷ୍ମଣ ବେନି ସ୍ଥିରରେ ବସିଲେ। ସୁଗ୍ରୀବ ଜାମ୍ବବାନ ଯେ ପାରୁ ସେ ରହିଲେ, ବସିଥାନ୍ତି ବିଭୀଷଣ ଶ୍ରୀରାମ ପାର୍ଶ୍ୱର। ହନୁମାନ ବସିଥିଲେ ପ୍ରଭୁଙ୍କ ଛାମୁର, ଦୁର୍ଗାଙ୍କର ଚରଣରେ ବନ୍ଦନା କରନ୍ତି। ସକଳ ଏକ ଚିତ୍ତରେ ମାତାଙ୍କୁ ଡାକନ୍ତି, ଜୟ ଜୟ ଦୁର୍ଗା କହି ସ୍ତୁତି ଆରମ୍ଭିଲେ। ବେନିକର ଯୋଡ଼ି ସୁଗ୍ରୀ ମାତାଙ୍କୁ ନମିଲେ, ବିଭୀଷଣ ଧ୍ୟାନ କରି ମାତା ପାଦ ଧ୍ୟାଇ। ମନନି ବେଶୀ ଡାକିଲେ ଦଶ ଭୁଜାକୁ ହିଁ, ଜୟ ଜୟ ଦଶ ଭୁଜା ଗିରିରାଜ ସୁତା। ଜୟ ଜୟ ଦଶ ଭୁଜା ଜଗତର ମାତା, ଜୟ ଜୟ ଦଶ ଭୁଜା ଯୋଗ ମାୟା ତୋହି। ଜୟ ଜୟ ଦଶ ଭୁଜା ଦଶ ବିଦ୍ୟା ହୋଇ, ଜୟ ଜୟ ଦଶ ଭୁଜା ତ୍ରିପୁର ବନ୍ଦିନୀ। ଜୟ ଜୟ ଦଶ ଭୁଜା ତୁ ସିଂହ ବାହିନୀ, ଜୟ ଜୟ ଦଶ ଭୁଜା ଦୁଷ୍ଟ ନିବାରିଣୀ। ଜୟ ଜୟ ଦଶ ଭୁଜା ହରଙ୍କ ଘରଣୀ, ଜୟ ଜୟ ଦଶ ଭୁଜା ଚଣ୍ଡୀ ରୂପ ଧରୁ। ଜୟ ଜୟ ଦଶ ଭୁଜା କାର୍ଯ୍ୟ ସିଦ୍ଧି କରୁ, ଜୟ ଜୟ ଦଶ ଭୁଜା ମହିଷା ମର୍ଦିନୀ। ଜୟ ଜୟ ଦଶ ଭୁଜା ଦୁଷ୍ଟ ବିନାଶିନୀ, ଜୟ ଜୟ ଦଶ ଭୁଜା ତ୍ରିଶୂଳ ମୋହିନୀ। ଜୟ ଜୟ ଦଶ ଭୁଜା ଶକ୍ତି ପ୍ରଦାୟିନୀ, ଜୟ ଜୟ ଦଶ ଭୁଜା ତ୍ରିତାପ ନାଶିନୀ। ଜୟ ଜୟ ଦଶ ଭୁଜା ଭକ୍ତି ପ୍ରଦାୟିନୀ, ଜୟ ଜୟ ଦଶ ଭୁଜା କରୁଛୁ ଦୟିନୀ। ଜୟ ଜୟ ଦଶ ଭୁଜା ଧରିତ୍ରୀ ପାଳିନୀ, ଚରଣ ତଳରେ ତୋର ପଶୁଛୁ ଶରଣ। ଦୟା କର ଦୟାମୟୀ ତୋ ସନ୍ତାନେ ପୁଣ, ଏମନ୍ତ ସ୍ତୁତି କରନ୍ତି ସର୍ବେ ଏକ ମେଳି। ଦଶ ଶିର ନାଶ କର ଦୁର୍ଗା ନାମ ଭାଳି, ସକଳ ବାନର ମାନେ ଦଶ ଭୁଜା କହି। ନୃତ୍ୟ କରି କହୁଥାନ୍ତି ରଖ ମହାମାଇ, ଆନନ୍ଦରେ ତାଳି ମାରି ନାଚନ୍ତି ବାନରେ। ଅନ୍ୟ ମଣୁଥାନ୍ତି ମନେ ହରସ ମନରେ, ଆନନ୍ଦ ଉଲ୍ଲାସରେ କଟନ୍ତି ଯେ ରଜନୀ। ଦୂର ହୋଇଯାଏ ରାତ୍ରି ଉଜ୍ଜଳ ଦିଶଇ, ଏମନ୍ତେ ନବମୀ ତିଥି ଦୂର ହୋଇଗଲା। ଦଶମୀ ତିଥି ଆଶ୍ୱିନ ପ୍ରବେଶ ହୋଇଲା, ବନ ମଧ୍ୟେ ପ୍ରଭାତ ଯେ ଆସିଦେଲା କହି। ନିଶିତ ନାଶ ହେଲାଣି ସଜା ତେଜ ତୁହି, ଶରୀରରେ ବାଜିଲାଣି ଶୀତଳ ମଳୟ। ଉଲ୍ଲାସିତ ହୁଏ ଦେହ ମତି ହୁଏ ଥୟ, ସୁନ୍ଦର ବରନ ଦିଶେ ପୂର୍ବତ କ୍ଷଣ। ହସି ଦେଇ ଛାୟା ଈଶ ଆସନ୍ତି ଧାଇଣ, ଚରୁମାନେ ହସୁଥାନ୍ତି ସୁନେଲି ପରଶ। ଫୁଲମାନେ ହସୁଥାନ୍ତି ଭ୍ରମରେ ମାନସ, ଗୁପତରେ ଆସିଅଛି କହି ଯେ ଶ୍ରୁତିରେ। ଆସିଛି ମୁଁ ପ୍ରିୟା ମୋର ଚୁମ୍ବଇ ଅଧରେ, ଏମନ୍ତ ସମୟେ ଯାନ୍ତି ଶ୍ରୀରାମ ଲକ୍ଷ୍ମଣ। ବାରିଧି ତଟରେ ଯାଇ ପ୍ରବେଶିଲେ ପୁଣ, ଅଶ୍ରୁଣୀରେ ଜଳଦାନ କରି ପିତୃଲୋକେ। ତୃପତି କରନ୍ତି ରାମ ତପନ ପୁଲକେ। ଆଶ୍ୱିନ ଶୁକ୍ଳ ଦଶମୀ ହୋଇଛି ସେଦିନ, ଭୃଗୁବାସର ହୋଇଛି ସର୍ବ ସୁଖ ଘେନ। ଉତ୍ତରାଷାଢ଼ ନକ୍ଷତ୍ର ବଡ଼ ବଳିୟାର, ମକର ନାମରେ ଚନ୍ଦ୍ର ଶୁଭ ଯୋଗ ସାର। ଅଷ୍ଟମ ଚନ୍ଦ୍ର ହୁଇ ରାମଚନ୍ଦ୍ରଙ୍କର, ତୈଳବ ନାମକରଣ ସେଦିନଟି ସାର। ସମସ୍ତ ଲକ୍ଷଣ ଶୁଭ ସେଦିନ ଅଟଇ, ବିଜୟା ଦଶମୀ ନାମ ରାମ ଛନ୍ତି କହି।
शुभ मुहूर्त को जानी जानकीଙ୍କ कांत अग्रसर हेले राम सौमित्र संगत सकल रे सारंग धनु पृष्ठे तृणी भार मथारे जटा जुट जे दिशय सुंदर युद्ध करिबा निमित्त सजबेनि भाई राजन करिबे हतवर अछि पाई ताहा देखि हनुमंत प्रस्तुत होइला श्रीराम सुमरी मने युद्ध को चलिला नल नील सुसेन जे बाहर होइले जाम्बवान सुग्रीव जे हर से चलिले जय राम पड़ई चहल मुखराबरे कंपई बानरंक गोल गजदंत पलंकरे दशानन गिर शयन करिथिला जे विश्रवा कुमार प्रवेशिले दश भुजा रावणर पास प्रणाम करई वीर सेहि लंकाईश बोलंती जगत मात शुण रे रावण फेराई दियो जानकी आरे लंकराण स्वयं नारायण सीता वैकुंठर राणी फेराई दियो राम कुआरे वीरमणि श्रीराम परम ब्रह्म शुण पुत्र तोहि शत्रुभाव दूर कर रे मोर तनय शांति रे जीवन तोर बंचिब कुमार राजा होई भोग कर स्वर्ण लंकापुर शुणी रावण कहई शुण गो जनानी हीन बल नुहई मो संतान भवानी तोर सुत मोहि वीर नुहई दुर्बल माता होई किंपा कहु मुखीहीन बल तो वीर संतान जेबे नत करी शिर फेराई देव जानकी श्रीराम पासर कलंक लागिब नाही नाम रे तोहर मा होई कहुअछु केमंत प्रकार वीर मोहि युद्ध मोर संग तटई बिना युद्धे जानकी मु केबे हेबी नाही वीरर जननी तुम्भे सहाय मोहर मुदसानन कुह जे किंपा बाणी तुम्भर आणी अछि जानकी मु देवी नाही मुहि पुत्र पुत्रादि मोहर गले छाड़ी देई सोनमय लंका मोर होई गला शेष एका मुहि बंची अछि नेब काल ईश शरण पशिबि जाई रामंक पादर क्षमा कर दश भुजा नुहे चित्त स्थिर युद्ध रे मृत्यु मोहर हेउ गो जननी रहिथिब कीर्ति मोर ए सारा अबनी तुम्भर मुखरे नुहे परिवचन माता होई कुह एहि कुत्सित जीवन कहउछंती दुर्गा देवी न शुणु मो बाणी रक्षा करि न पारिबि आरे पुत्र मणि मो वचन घेन पुत्र आरे दशानन तुमोहर वीर पुत्र विजीर्ण त्रिभुवन अमानिया न हुओरे आरे विंश बाहु मातार वचन अवज्ञा कर नाही तो कहई विंश लोचन शुण गो जननी युद्ध रे हारिले प्राण ख्याति मोबनी मुहि दशानन वीर न करे भरोसा बाहुबले जिणी पारे नाही अन्य आशा जाओ मात राम पास मो पासरु तुही सहाय राम रे हुओ मोर साहा नही मोर वचन तुही रे न मान कुमार न धरिबु मोर दोष जाउछि सतोर अंतर होइले देवी लंकेश पासरु काली युद्ध रे जीवन जीव ए महिरु रजनी दूर होइला उठी दशानन चंद्रहास्य खड्ग को चाहिला जे नयन एहि चंद्रहास्य थिले हस्तरे मोहर जिणी पारई दंड के मोहितिने पुर सामान्य नर बानर केतेक मातर जिणी न पारिबे मोहि हसई पार
ସେ ହସରେ କମ୍ପିଗଲା ଲଙ୍କାର ଭୁବନ। ଲଙ୍କା ଦେବୀ ଜାଣିଲେଣି ରାବଣ ନିଧନ। ଦୁର୍ଗା ଦେବୀ ଦୂର ହେଲେ ଲଙ୍କା ଭୁବନକୁ, ନିଶ୍ଚୟ ହାରିବ ପ୍ରାଣ ମଥା ତା ସ୍କନ୍ଧରୁ। ନବର୍ତ୍ତିବ ଦଶାନନ ସରିବ ଜୀବନ, ନ ରହିଲେ ଦେବୀ ମାନେ ଚଳିବେ ସଦନ। ଏମନ୍ତେ ଶୁଭଇ କର୍ଣ୍ଣେ କ୍ରନ୍ଦନର ସ୍ୱର, ବିଧବାଙ୍କର ନୟନ ବହୁ ଥାଏ ନୀର। ଦୁଇଟି ସଧ ବାଛନ୍ତି ସେହି ଲଙ୍କାପୁର, ବୀର ଶୂନ୍ୟ ହୋଇଅଛି ଦିଶେ ହାହାକାର। ଭାବନା କରି ବୀର ଯେ ବସି ଦଶାନନ, ଶେଷ ଯୁଦ୍ଧ ଆଜ ହେବ ରାମ ସଙ୍ଗ ତେଣ। ମନରେ ଭବାନୀ କରେ ବୀର ଲଙ୍କେଶ୍ୱର, ପ୍ରବେଶ କରିଲେ ରାଣୀ ଆସିଣ ପାଶର। କହଇ ହେ ପ୍ରାଣେଶ୍ୱର ଶୁଣ ମୋ ବଚନ, ଯୁଦ୍ଧ କର ନାହିଁ ତୁମ୍ଭେ କରେ ନିବେଦନ। ଜାନକୀ ଫେରାଇ ଦିଅ ଯୁଦ୍ଧ କର ଦୂର, ମୋହର ବଚନ ଘେନ ଆହେ ଲଙ୍କେଶ୍ୱର। କହିଗଲେ ଦଶ ଭୁଜା ସ୍ୱପ୍ନରେ ବାରତା, ନ ମାନିଲା ପୁତ୍ର ମୋର ମୁଁ ତାହାର ମାତା। ନ ପାରିବି ରକ୍ଷା କରି ଯାଉଛି ମୋ ପୁର, ଅମାନିଆ ପୁତ୍ର ମୋର ବୁଦ୍ଧି ତା ଅସୁର। ମନ ମୋର କଥା ନାଥ ଫେରାଇ ଜାନକୀ, ଶରଣ ପଶିଲେ ପାଦେ ସୁରକ୍ଷା ଲଙ୍କା କି। ସାନ କଥା ମାନ ମୋର ଜୀବନ ଜୀବନ, ମିନତି କରୁଛି ମୋହି ମୋ ବଚନ ଘେନ। କହଇ ସେ ଦଶାନନ ଶୁଣ ମନ୍ଦୋଦରୀ, ବୀର ମୋହି ଯୁଦ୍ଧ ମୋର ଯାଉ ଯିବ ସରି। ବୀରର ରମଣୀ ତୁମ୍ଭେ ବୀର ବେଶ କରି, ସଜାଇ ଦିଅ ତୁରିତ ଯୁଦ୍ଧ ଯିବି କରି। ନାରୀର ପଣନ୍ତ ତଳେ ଲୁଚିକି ରହିବି, ଜୀବନ ରଖିବା ପାଇଁ କା ପୁରୁଷ ହେବି। ନ ଶୁଣଇ ଦଶାନନ ନାରୀର ବଚନ, ବିଳମ୍ବନ କରିଦିଅ ମେଲାଣି ବହନ। ନୟନ ନୀର ଗଡ଼ାଇ ରାଣୀ ମନ୍ଦୋଦରୀ, ବନ୍ଦାପନା କରୁଥାଏ ଦମ୍ଭ ଯାଏ ସରି। ବସିଲା ପୁଷ୍ପକ ଜାନେ ସେ ବୀର ରାବଣ, ପେଚ କରାବନ୍ତୀ ଉଡ଼ି ଦିବସରେ ପୁଣ। ଗୃଧ୍ର ପକ୍ଷୀ ଉଡ଼ିଯାଏ ରଥର ଉପର, ଶିବା ଗଣେ ଭାବୁଥାନ୍ତି ଦିବସ ମଧ୍ୟର। ଲଣ୍ଡିତ ମସ୍ତକ ହୋଇ ଚଳଇ ଅଗ୍ରତ, ମନ୍ଦାର ମାଳ ଗଳାରେ ବଢ଼ାଇ କେହିତ। ଅଶୁଭ ସଂକେତ ମାନ ଅଗ୍ରତେ ଦିଶଇ, ତଥାପି ରାବଣ ମନେ ଭ୍ରୂକ୍ଷେପ ନ ଥାଇ। ସଇ ନାହିଁ ନ ତାହାର ଏକ ଯୁଝିବଇ, ମାରିବି ରାମକୁ ଆଜ ମନରେ ଭାବଇ। ଚଳି ଯୁଦ୍ଧ ସ୍ଥାନକୁ ଯେ ବୀର ଦଶାନନ, ବିନାଶ କରିବି ଆଜି ରାମକୁ କେଶନ। ପ୍ରବେଶିଲା ବୀର ଯାଇ ମନେ କ୍ରୋଧ ବହି, କାହିଁ ରାମ ଲୁଚି ଅଛି ଯୁଦ୍ଧେ ନାସିବଇ। ଡାକି କହଇ ରାମକୁ ଶେଷ ଯୁଦ୍ଧ ତୋର, ବେନି ଭାଇଙ୍କୁ ମାରିବି ପ୍ରତିଜ୍ଞା ମୋହର। କହନ୍ତି ଶ୍ରୀରାମ ଶୁଣ ଆରେ ଦଶାନନ, ବିଜୟା ଦଶମୀ ଆଜ ଯିବ ତୋ ଜୀବନ। ରାମ ରାବଣର ଯୁଦ୍ଧ ହେଲା ଗୁରୁତର, ବ୍ରହ୍ମଶରରେ ଛେଦିଲେ ରାବଣର ଶିର। ରାବଣକୁ ବଧ କଲେ ଶ୍ରୀରାମ ଯୁଦ୍ଧରେ, ବାନର ଗଣେ ନାଚିଲେ ଆନନ୍ଦ ସେଠାରେ। ଆଶ୍ୱିନ ଶୁକ୍ଳ ଦଶମୀ ବିଜୟ କରିଲେ, ଜୟ ରାମ ପ୍ରକମ୍ପିତ କଲେ। ଦେବଗଣ ଆକାଶରେ ବଜାଇ ବାଇଦ, ପୁଷ୍ପମାନ ବୃଷ୍ଟି କଲେ ମନରେ ଆନନ୍ଦ। ଜୟ ଜୟ ରାମ କହି ହରଷ ଲଭିଲେ, ବନଭୂମି ଆନନ୍ଦରେ ପ୍ରକମ୍ପିତ କଲେ। ସେ ରାମଙ୍କ ଚରଣରେ ପ୍ରଣାମ କରନ୍ତି, ସକଳ ବାନର ଗଣେ ବନ୍ଦନା ପଢ଼ନ୍ତି। ଦୟାମୟ ପରମ ବ୍ରହ୍ମ ପରମ ଈଶ୍ୱର, ଦୟାବନ୍ତ ନାମ ବହି ଅଛ ତିନି ପୁର।
ଯେହୁ ଜନ ହୃଦୟରେ ରାମଙ୍କୁ ଭଜଇ ସର୍ବ ପାପ କ୍ଷୟ ହୋଇ ମୁକ୍ତି ଲଭଇ ଦିବାନିଶି କରେ ଯେହୁ ରାମ ନାମ ଗୋଟି କାଳ ଭୟ ଦୂର ହୁଏ ପାପ ଯାଏ ହଟି ରାମ ନାମ ଗୋଟି ସାର ଏହି ରବି ତଳେ ଭଜନ ଯେ କରୁଥାଇ ହୃଦୟ କମଳେ ଧନ୍ୟ ଲଭଇ ଜନମ ଜଗତ ମଧ୍ୟରେ ସଂସାର ମଧ୍ୟରେ ଶ୍ରେଷ୍ଠ ହୁଇ ନିଶ୍ଚଳେ ଦିନହୀନ ଭାବି ଯେ ହରି ପାତ୍ର ମୁହିଁ କେମନ୍ତେ ଭଜିବି ରାମ ନାମ ହୃଦେ ବହି ଦୟା କର ସୀତାକାନ୍ତ ଅଜ୍ଞାନୀ ଜନରେ ଭକତି ଜାଗ୍ରତ ହେଉ ନାମ ସ୍ମରଣରେ କଲ୍ୟାଣମୟୀ ଜନନୀ ସୁଦୟା କରିବ ଚରଣ ତଳରେ ସଦା ଆଶ୍ରୟ ମାଦେବ ଆଶ୍ରିତ କରିଛି ମାତ ନାମକୁ ତୋହର ଶରଣ ରଖିବୁ ତୁହି ଅଧମ ଜନର ସୁଦୟା କରିଥିବୁ ମା କଣ୍ଠେ ଥିବୁ ରହି ପଦମାନ କହୁଥିବୁ ଦୟା ହୃଦେ ବହି ଲେଖୁଥିବି ପଦମାନ ଦେଉଥିବୁ କହି ମା ବୋଲି ଡାକୁଥିବି ନେବୁ ତୁ କୋଳେଇ। ଇତି ଶ୍ରୀମଦ୍ ଦୁର୍ଗା ପୁରାଣେ ଦେବୀ ମହାତ୍ମା ବର୍ଣ୍ଣନେ ଅକାଳେ ବୋଧନ ପୂଜା ସମ୍ପୂର୍ଣ୍ଣ ନାମ 31 ଅଧ୍ୟାୟ। 32 ଅଧ୍ୟାୟ ଯୁଗାବତାରୀ ଦୁର୍ଗା। ଯୁଗେ ଯୁଗେ ଅବତରୀ ମା ଗो ଭବାନୀ ଦୁଷ୍ଟ ବିନାଶ କରିଛୁ ମହିଷାମର୍ଦିନୀ ସନ୍ଥକୁ ପାଳିବା ପାଇଁ ଜାତ ମହାପରେ ମାତୃ ସ୍ନେହ ଦେଇ ରଖୁ କିରତି ମହିରେ ଦ୍ୱାପର ଯୁଗରେ ଦୁଷ୍ଟ ଦୁର୍ମିଳା କୁମର ମହାପ୍ରତାପୀ ହୋଇଲା ଏ ଧରା ପୃଷ୍ଠର ଦେବଙ୍କୁ କଷଣ ଦେଲା ଅପାରୁ ଅପାର ଗୁହାରି କରିଲେ ଦେବେ ରଖ ଚକ୍ରଧର ଯୋଗ ନିଦ୍ରା ଯାଇଥିଲେ ପ୍ରଭୁ ନାରାୟଣ ନିଦ୍ରା ଭଗ୍ନ ହେଲା ପ୍ରଭୁ ଚାହିଁଲେ ତକ୍ଷଣ ଅସୁର କଂସର କଥା କହିଲେ ତାହାଙ୍କୁ ଶୁଣିଲେ ଯେ ଲକ୍ଷ୍ମୀ ଧନ ଦେବଙ୍କ କଥାକୁ କହିଲେ ଶ୍ରୀ ହରି ଯାଅ ନିଜର ଭୁବନ ଅନ୍ତର୍ଯାମୀ କଂସ କଥା କରିଲେ ସ୍ମରଣ ବନ୍ଦୀ ଘରେ ରହିଛନ୍ତି ଲଭିଣ କଷଣ ବସୁଦେବ ଦେବକୀ ଯେ ସ୍ମରି କ୍ଷଣ କ୍ଷଣ ଦେବକୀ ଅଷ୍ଟମ ଗର୍ଭେ ଜାତ ହେବି ମୁହିଁ ବହି ନେବ ବସୁଦେବ ଗୋପପୁର କହି ବଢ଼ିବି ଯଶୋଦା କୋଳେ କାହ୍ନୁ ନାମ ବହି ଅନେକ ଲୀଳା କରିବି ମର୍ତ୍ତ୍ୟପୁରେ ଯାଇ ବସିଣ ସ୍ମରଣ କଲେ ଜଗତ ଜନନୀ ମିଳିଲେ ପାରୁ ସେ ଯାଇ ଦୁର୍ଗତି ନାଶିନୀ ଦେଖି ଆନନ୍ଦିତ ହେଲେ କମଳାଙ୍କ ପତି ପାରୁ ସେ ବସାଇ ହରି କହନ୍ତି ଭାରତୀ ଶୁଣ ତୁମ୍ଭେ ଯୋଗ ମାୟା ଯାଅ ମର୍ତ୍ତ୍ୟପୁର ଜନମ ଲଭିବ ଯାଇ ଗୋପର ନଗର କହୁଛନ୍ତି ଦୁର୍ଗା ମାତ ଚାହିଁ ନାରାୟଣ କି ବିପଦ ପଡ଼ିଅଛି କୁହନ୍ତୁ ଆପଣ କି କରିପାରିବି ମୁହିଁ ହେର ମାରମଣ ସନ୍ଦେହ ମୋଚନ କର କୁହ ସେ କାରଣ କହନ୍ତି ଜଗତପତି ଶୁଣ ମୋ ବଚନ ମଥୁରା କଟକେ ଜାତ ଦୁର୍ମିଳା ନନ୍ଦନ ଇନ୍ଦୁମତି ଗର୍ଭ ଜାତ କଂସ ଦୁରାଚାର ତାର ପ୍ରତାପରେ ଦୁଃଖ ପାନ୍ତି ମର୍ତ୍ତେ ନର ଅମର ଭୁବନେ ଦେବେ ଲଭନ୍ତି କଷଣ ଯୋଗ ନିଦ୍ରା ଯାଇଥିଲି ଶ୍ରମ ନାଶି ପୁଣ ମିଳିଲେ ସକଳ ଦେବେ ପାରୁଷରେ ଜାଣ ନ ପାରିବୁ ସହି ଆମ୍ଭେ ପ୍ରଭୁ ନାରାୟଣ ଅସୁର ନିଧନ ପାଇଁ ଜନ୍ମ ହେବି ମୁହିଁ ତୁମ୍ଭେ ଜାତ ହେବ ଶୁଣ କହୁଛି ବୁଝାଇ ଗୋପରେ ଯଶୋଦା ଗର୍ଭେ ତୁମ୍ଭେ ଜାତ ହେବ ମଥୁରା କଟକେ ଜନ୍ମ ବାରତା କହିବ ଦେବକୀର ଷଡ଼ ଗର୍ଭ ପୁତ୍ର ନାଶ କଲା ସପ୍ତମ ଗର୍ଭ କେଣିକି ଶୂନ୍ୟ ହୋଇଗଲା ବହୁ ଜନ୍ମ ତପ କରି ପୂର୍ବେ ଅଛି କହି ଜାତ ହେବି ପୁତ୍ର ରୂପେ ତାର ଗର୍ଭ ମୁହିଁ ଅନ୍ଧକାର ବନ୍ଦୀ ଗୃହେ ପିତା ମାତା ମୋର ବନ୍ଧନ ହୋଇ ଅଛନ୍ତି ଜାତ ତା ଗର୍ଭର ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି ଥିବ ହୋଇ
ବାସୁଦେବ ନେବ ମୋତେ ମଥା ପରେ ଥୋଇ, ଅନ୍ଧକାର ହୋଇଥିବ ଅବନି ମଧ୍ୟର, ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ଯେ ଦୁଷ୍କର, ଗର୍ଜନ କରି ବର୍ଷିବେ ବିଜୁଳି ସଙ୍ଗର, ନ ଦେଖିବେ କେ କାହାକୁ ନୟନ ମଧ୍ୟର, ନିଦ୍ରା ଦେବୀ ଘୋଟିଥିବ ସବୁରି ନୟନ, ଚେତନା ନଥିବ କାର ନଥିବ କା ଜ୍ଞାନ, ସେ କାଳରେ ବସୁଦେବ ବନ୍ଦୀ ଘରୁ ନେଇ, ଗୁପ୍ତ ଭାବେ ଯାଉଥିବ ଲୁଚି ସେ ଅନାଇ, ଉଗ୍ରସେନ ଭେଟ ହେବ ଶୁଣ ଦେବୀ ତୁହି, ତାହାକୁ ପ୍ରବୋଧ ଦେଇ ପିତା ଯିବେ ନେଇ, ଯମୁନା ପ୍ରଖର ଗତି ସ୍ରୋତରେ ବହଇ, ଫେଣରେ ପୂରିଥିବ ସେ ଖରତର ସେହି, ଦିଗମାନ କିଛି ମାତ୍ର ଦେଖାଯିବ ନାହିଁ, କେବଳ ବିଜୁଳି ମାତ୍ର ପଥକୁ ଦେଖାଇ, ଜଳକୁ ନ ମାନି ପିତା ନେବେ ଗୋପପୁର, ମୋହର ଆଜ୍ଞାରେ ଜଳ ଦେବ ପଥ ତାର, ପିତା ମୋର ଯାଇ ଗୋପୀ ନଗର ମଧ୍ୟରେ, ପ୍ରବେଶୀ ଦେଖିବେ ଯାଇ ନନ୍ଦର ମନ୍ଦିରେ, ଚେତନା ହରାଇ ମାତା ରହିଥିବେ ପଡ଼ି, ଜାତ ହୋଇଥିବ ତୁମେ ଲାଗିଥିବ ନାଡ଼ି, ଦେଖି ପିତା ମନେ ତାର ହରସ ହୋଇବ, ମୋତେ ଥୋଇ ତୁମ୍ଭଙ୍କୁ ସେ ଘେନିଣ ଆସିବ, ଏହି କଥା କେହି ମାତ୍ର ଜାଣି ନ ପାରିବେ, ପିତା ମୋର ଜାଣି ତାହା ସ୍ୱପ୍ନ ପ୍ରାୟ ଲବେ, ତୁମ୍ଭଙ୍କୁ ବନ୍ଦୀଶାଳାରେ ନେଇ ପ୍ରବେଶିବ, କିଛି କ୍ଷଣ ଗତେ ନିଶି ଦୂର ହୋଇଯିବ, ମାୟା ଦୂର ହୋଇଯିବ ମଥୁରାପୁରକୁ, ନିଦ୍ରା ଦୂର ହୋଇଯିବ ସବୁରି ନେତ୍ରରୁ, ଜାଗ୍ରତ ହୋଇ ଉଠିବେ ସର୍ବ ନର ନାରୀ, ଚେତନା ପରି ପାଇବେ ରହିଥିବେ ଦ୍ୱାରୀ, କଂସର ଛାମୁରେ ଯାଇ ବାରତା କହିବ, ଖଡ୍ଗ ଧରି ହାଣିବାକୁ ଉଦ୍ୟତ ହୋଇବ, ପୁତ୍ର ନୁହେଁ କନ୍ୟା ବୋଲି ଜାଣିବ ଅସୁର, କୋଳରୁ ଛଡ଼ାଇ ନେବ ଦୁଷ୍ଟ ଦୁରାଚାର, ଦେଖାଇବ ତୁମ୍ଭ ରୂପ ଦଶ ଭୁଜା ହୋଇ, ଦକ୍ଷିଣ କଂସ ହୋଇବ ଶିହରଣ ପାଇ, କହିବ ମୃତ୍ୟୁ ସମ୍ପାଦ ତାହାର ଆଗର, ଦୁର୍ବଳ ହୋଇବ କଂସ ଶୁଣି ତୁମ୍ଭ ଗୀର, ମାରିବାକୁ ପଠାଇବ ନାନା ଦିଅସୁର, କିଛି ଦିନରେ ମରିବ ଦୃଷ୍ଟ ଦୁରାଚାର, ସେହି ଦିନ ତୁମ୍ଭ ପୂଜା କରିବେ ସକଳ, ପୂରଣ କରିବ ତାଙ୍କ କାମନା ମଙ୍ଗଳ, ଭକତିରେ ଯେଉଁ ନର ପୂଜିବ ପୟର, ସହାୟ ହୋଇବୁ ତୁହି ଶୁଣ ମୋର ଗୀର, ନିରିଦୟ ନ ହୋଇବୁ ହୃଦେ ଦୟା ବହି, ପୁତ୍ର ସମ ସ୍ନେହ ଦେବୁ ମାତୃ ରୂପ ହୋଇ, ଏମନ୍ତ କହିଲେ ପ୍ରଭୁ ଯାଅ ମର୍ତ୍ତ୍ୟେ ପୁଣ, ଦୁଷ୍ଟ ସଂହାରଣ ପାଇଁ ଜନ୍ମିବ ଯାଇଣ, ଆଜ୍ଞା ପାଇ ଦୁର୍ଗା ଦେବୀ ଚଳିଲେ ତୁରିତ, ଯଶୋଦା ଗର୍ଭେ ରହିଲେ ସେ ଜଗତ ମାତ, 10 ମାସ 10 ଦିନ ପ୍ରବେଶ ହୋଇଲା, କୃଷ୍ଣଙ୍କର ଜନ୍ମକୁ ଅନାଇ ରହିଲା, ପୂର୍ବରୁ ବଚନ ଯାହା ଦେଇଥିଲେ ହରି, ସୁମରି ରହିଲେ ଦେବୀ ଯୋଗ ମାୟା ଥିରି, ଭାଦ୍ରବ କୃଷ୍ଣ ଅଷ୍ଟମୀ ଦ୍ୱିତୀୟ ପ୍ରହର, ଜନମ ଲଭିଲେ କୃଷ୍ଣ ବନ୍ଦୀ ଗୃହେ ସ୍ଥିର, ବସୁଦେବ ଶିର ପରେ ପୁତ୍ରକୁ ତାହାର, ଯମୁନା ପାର ହୋଇଣ ଚଳେ ଗୋପପୁର, କନ୍ୟା ଜାତ ହୋଇଥିଲା ଯଶୋଦା ଗର୍ଭର, ପୁତ୍ର ସନ୍ତାନକୁ ରଖେ କୋଳରେ ସତୋର, କନ୍ୟାକୁ ନେଇ ଫେରିଲା ବନ୍ଦୀ ଥିବା ଘର, କାଳ ନିଦ୍ରା ଘୋଟିଥିଲା ମଥୁରା ମଧ୍ୟର, ରଜନୀ ଶେଷ ହୋଇଲା ମାୟା ଗଲା ଦୂର, ଜଣାଇଲା ମୃଦୁ ସ୍ୱରେ ଶୀତଳ ସମୀର, ମୁଦୁସୁଲି ଜଣାଇଲା କଂସର ଛାମୁରେ, ଖଡ୍ଗ ଧରି ଧାଏ ବୀର ବନ୍ଦୀ ଘର ଦ୍ୱାରେ, ଶୁଣିଲା ଅଷ୍ଟମ ଗର୍ଭେ ପୁଅ ନୁହେଁ ଝିଅ, କେମିତି ଏହା ହୋଇଲା ମନ ତାଅ ଥୟ, ପୁଣି ଭାବ ଇ ଅସୁର ଅଷ୍ଟମ ଗର୍ଭର,
ସନ୍ତାନ ବଇରି ମୋର ପ୍ରାଣ ନେବି ତାର। ଛଡ଼ାଇ ଦେବ କି କୋଳୁ ଦର୍ପଣ ଶିଳାରେ, ପିଟଇ ସେ କନ୍ୟା ଯାଏ ପଳାଇ ହାତରେ। ଶୂନ୍ୟରେ ରହିଣ କହେ ଅଟ୍ଟହାସ୍ୟ କରି, ନ ପାରିବୁ ମାରି ମୋତେ ନୁହେଁ ତ ବଇରି। ତୋ ଜୀବନ ନେବ ଯେହୁ ବଢ଼େ ଗୋପପୁର, ଦେଖାଇଣ ବିଶ୍ୱରୂପ ଶୂନ୍ୟରେ ଅନ୍ତର। ଶୁଣିଲା ଦୁର୍ମିଳା ବାଳ ମୃତ୍ୟୁର ବାରତା, ଦୁର୍ବଳ ହୋଇଲା ବପୁ କରଇ ସେ ଚିନ୍ତା। ସେହି ମାତା ଦଶ ଭୁଜା ହେଲେ ଅନ୍ତର୍ଧ୍ୟାନ, ଶୟନେ ସ୍ୱପନେ ଦେଖେ ମୃତ୍ୟୁର ଚିନ୍ତନ। ଦଶ ଭୁଜେ ଦଶାୟୁଧ ଖର୍ପରକୁ ଘେନି, ଦୁଷ୍ଟଙ୍କୁ ସଂହାର କରେ ମହିଷାମର୍ଦିନୀ। ରୁଧିର ପାନ କରଇ ଚଣ୍ଡୁ ରୂପ ଧରି, ଲହ ଲହ ଜିଭ କରେ ହୋଇ ଭୟଙ୍କରୀ। ସେହି ମାତ ମୁଣ୍ଡ ମାଳ ପକାଇ ଗଳାରେ, ମହାଭୟଙ୍କର ହୁଏ ଦୃଷ୍ଟଙ୍କ ପାଖରେ। ହୃଦୟ କମଳେ ଚିନ୍ତେ ଭକତି ମନରେ, ମାର ଅନ୍ତର କମ୍ପେ ଆସଇ ଶ୍ରଦ୍ଧାରେ। ସନ୍ତାନକୁ ସହାୟ ଯେହୁ ହୋଇ ତୁରିତ, ରଖଇ ପଣନ୍ତ ତଳେ ଶତ୍ରୁକୁ ନାଶେତ। ସେ ଡାକଇ ଭକ୍ତି ଭରେ ଆସଇ ସେ ଧାଇଁ, ଧରିଣ କୋଳରେ ତାକୁ ସହାୟ ହୁଅଇ। ସନ୍ତାନ ନିମିତ୍ତ ତୁହି ନାନା ରୂପ ଧରୁ, ବିଭିନ୍ନ ସ୍ଥାନରେ ରହି ସନ୍ତାନ ଉଦ୍ଧାରୁ। ବହୁତ ନାମ ତୋହର ଧରିଅଛୁ ମାତା, ଦୁଃଖ କଷ୍ଟରୁ ବଞ୍ଚାଇ ରଖୁ ସୁତ ସୁତା। କେଉଁଠାରେ ଦୁର୍ଗା ରୂପ କେଉଁଠି ଭବାନୀ, କେଉଁଠି ଗୌରୀ ତୁ ତ କେଉଁଠି ଶିବାନୀ। କେଉଁଠି ଅପନା ତୁ ତ କେଉଁଠି ବାସେଳି, କେଉଁଠାରେ ଚଣ୍ଡୀ ତୁ ତ କେଉଁଠାରେ କାଳୀ। କେଉଁଠି ତୁ ଭଗବତୀ କେଉଁଠି ଚଞ୍ଚଳା, କେଉଁଠି ତୁ ମାହେଶ୍ୱରୀ କେଉଁଠି ସାରଳା। କେଉଁଠି କମଳା ତୁ ତ କେଉଁଠି ବିମଳା, କେଉଁଠି ତାରିଣୀ ତୁହି କେଉଁଠି ମଙ୍ଗଳା। ବ୍ରହ୍ମାଣ୍ଡ ଯାକ ଦଣ୍ଡକେ ଭ୍ରମି ଆସୁଥାଉ, କେଉଁଠି ଅଶ୍ୱପୃଷ୍ଠରେ ବସି ରହି ଧାଉଁ। କେଉଁଠି ସିଂହ ପୃଷ୍ଠରେ କରୁ ତୁ ଭ୍ରମଣ, ଗର୍ଭଗଞ୍ଜନ ନାମକୁ ବହୁ ମାତ କ୍ଷଣ। କେଉଁଠାରେ ବସିଥାଉ ଭକ୍ତଙ୍କୁ ଅନାଇ, ବର ପ୍ରଦାନ କର ତୁ ଶ୍ରଦ୍ଧା ମନ ହୋଇ। କେଉଁଠାରେ ହର ଚଣ୍ଡୀ ନାମକୁ ଧରିଣ, ହରିବାକୁ ପୁତ୍ର ଦୁଃଖ ଦୃଢ଼ ମନେ ପୁଣ। କେଉଁଠି ଦକ୍ଷିଣ କାଳୀ ଛିନ୍ନ ମସ୍ତା ତୁହି, କେଉଁଠି ବସିଛୁ ମାତ ଅମ୍ବିକା ବୋଲାଇ। କେଉଁଠି ତୁ ଚମ୍ପାବତୀ ତୁହି ଯୋଗେଶ୍ୱରୀ, କେଉଁଠି ତୁ ନାରାୟଣୀ ତୁହି ମାହେଶ୍ୱରୀ। କେଉଁଠି ସେ ବସି ଅଛି ହର ପ୍ରିୟା ହୋଇ, କେଉଁଠାରେ ସରସ୍ୱତୀ ନାମକୁ ବୋଲାଇ। କେଉଁଠି ଅମ୍ବିକା ସେ ତ ଅମ୍ବାଳିକା ନାମ, କେଉଁଠି ବଗଳା ମୁଖୀ କରିଛୁ ସୁନାମ। କେଉଁଠାରେ ବନ ଦୁର୍ଗା ନାମକୁ ବୋଲାଇ, ଭକ୍ତଙ୍କ ସଙ୍ଗତେ ଲୀଳା କରୁ ସ୍ନେହ ବହି। ବିଶ୍ୱ ବ୍ରହ୍ମାଣ୍ଡରେ ତୁହି ନାନା ରୂପ ଧରୁ, ମାୟାରେ ବାନ୍ଧି ରଖିଛୁ କୃପା ବହି ଚାରୁ। ପୂଜା କରିବେ ଭକ୍ତିରେ ତୋହର ପୟର, ସନ୍ତୁଷ୍ଟ ଲଭିବୁ ତୁହି ମନର ମଧ୍ୟର। ଶୁଣୁଥିବୁ ଭକ୍ତଙ୍କର ଗୁହାରି ଯେ ତୁହି, ପୂଜା କରୁଥିବେ ଭକ୍ତ ପାଦ ତୋର ଧ୍ୟାଇ। ଦିବାନିଶି ପାଦ ତଳେ କରୁଛି ଜୁହାର, ହରିପାତ୍ର ସେବୁଥିବ ପଦ୍ମ ପାଦ ତୋର। ଅନ୍ତରେ ରହିଣ ମାତ କହିଦେବୁ ପଦ, ଲେଖୁଥିବି ଶେଷ ଯାଏ ନଥିବ ମୋ ଖେଦ। ନାମ ତୋର ସାରଳା ଗୋ ବିଦ୍ୟାର ଭଣ୍ଡାର, ରଖିଅଛୁ ପାରୁଷରେ ଦିଅ ମା ଅନ୍ତର। ଇତି ଶ୍ରୀମଦ୍ ଦୁର୍ଗା ପୁରାଣେ ଦେବୀ ମହାତ୍ମା ବର୍ଣ୍ଣନେ ବିଜୁଳି କନ୍ୟା ଚରିତ ବର୍ଣ୍ଣନେ ନାମ 32 ଅଧ୍ୟାୟ। 33 ଅଧ୍ୟାୟ ନବରାତ୍ରି ପୂଜା।
एथु अनंतरे शुण श्रीदेवी चरित जहा पठन करिले काल हुए हत भक्ति मनरे जेहु करिब श्रवण तरिब भव संसार मुक्ति लभि पूर्ण ए देवी चरित सुधा ठारु सुमधुर पान कले तरी जीव ए माया संसार भक्ति रे पूजा करिले लभिब सुफल सदय होइबे माता लभिब मंगल भक्ति रे पुराण जे करिब पठन धन जन परिपूर्ण हेब सुव्यंजन पूरण करिबे मात कामना तुरंत भय भ्रांति दूर हुए शत्रु जे तुरंत सकल व्याधि ताहार होई जाए दूर जगत मध्यरे श्रेष्ठ हुए सेहि नर नवरात्रि पूजा तोर जगतरे सार भक्ति रे पूजुथिले जाचि दियंती बर ताहार विधि विधान शुण स्थिर चित्ते पूजुथिले दश भुजा से विपाद गते भक्ति रे सेवा बळे मुक्ति मिलोई आश्विन अमावास्या गत गले होई प्रतिपवासई जेउ दिवस मध्यर बेदी एक निर्माणिब सेहि दिवसर चारि हाथ लंब ताहा जतने करिब प्रस्थ चारि हाथ हेब उच्च एक हेब समकरीण लिपिब ताहाकु जतन मातार मूर्ति एक काटिब बहन अष्टभुजा दश भुजा होइब मूर्ति किबा प्रतिमा रखिब तापरे तड़ती दुर्गा देवी को चिंतिब मनर मध्यर से नाम को चिंतुथिब भक्ति मनर कलश गोटिए अग्रे स्थापन करिब नव गोटी वृक्षडाल मान आनिथिब बर आंब अस्त जे जामु जे बर कोली अँला डम्बरू करंज कदली चारि दिगरे ताहाकु करिब स्थापना जय दुर्गा नाम गोटी हृदय थिब सीना स्वर्ण रूप्य अलंकार मान जहा थिब जय दुर्गा कही ताहा समर्पण देव दुई हाथ जोड़ी करी प्रणाम करिब क्षमा कर अपराध मने सुमरिब जानिथिब जेउ व्यक्ति विधि विधान रे पूजा करिब से विप्र दश भुजांकरे षोडश उपचार रे पूजा को करिब आवाहन मंत्रे से तो जतने पूजिब तही परे 3 वर्ष बालिका पूजिब संकल्प करिण तहु माता को तोषिब जथा विधि विधान रे ताहाकु पूजिब नड़िया कदली मान सजाड़ी रखिब डालिंब पिजुली आखु नैवेद्य करिब मातांको चरण तले समर्पित करी जय दुर्गा नाम गोटी तुंडरे सुमरी एमंते द्वितीय दिन करी समापन हविष अन्न भोजन करिब बहन तृतीय दिवस पूजा तृतीया तिथि रे शुद्ध जले स्नान करी शुद्ध चित्त स्थिरे शुद्ध मन रे बसिब शुद्धासने रही शुद्ध वसन को पिंधि दुर्गा थिब ध्याई सुगंध पुष्प को नहीं करिब मंडन धूप दीप मान देई बसिब जतन दुर्गा देवी को करिब हृदय रे ध्यान पूर्व प्रकार कुमारी पंचम वर्षेण सुंदर चंदन देव ताहार मथारे पूजा करिब कुमारी विधि विधान रे एमंते तृतीय दिन पूजा शेष करी दुर्गा को स्मरिब हृदय डाकिब गौरी चतुर्थ दिवसे शुद्ध शुक्ल वस्त्र नेई परिधान करी चित्त स्थिर करी जही पुनश्च संकल्प करी दुर्गा को ध्याइब नम दुर्गा कही बसी पुष्प समर्पिब आसन शुद्ध करिण भूत शुद्धि करी भक्ति रे लय करिब दुर्गा को सुमरी चंदन पुष्प मंडित करिब जतन पूजा करिब ताहाको पूर्वर विधान
एहीपरि शेष करी चतुर्थ पूजारे नैवेद्य करिब नेई समर्पी यथारे। पंचम दिवस हेले प्रभात उठिब स्नान करी शुद्ध मने देवी को चिंतिब। आसन शुद्ध करिण बसिब ध्यान रे भगवती दुर्गा कही चिंतिब अंतरे। धूप दीप गंध द्रव्य समर्पित करी कर्पूरवती लगाई दुर्गा नाम स्मरी। नमो भगवती बोली तुंडे उच्चारिब शरणागत होइण हृदय कहिब। षोडश उपचार रे पूजा करुथिब से मध्यरु किछि मात्र उणा न करिब। एहीपरि पूजा करी फलमूल आदि पायस मणहि करी भुंजिब संपादी। पंचम दिवस गत षष्ठ दिवस रे सजाइथिबा द्रव्य को थोइब जत्न रे। पुनश्च संकल्प करी गुबा अक्षतरे शरण पशिब दुर्गा पाद पद्म ठारे। अष्टम बयस कन्या आणी बसाइब ताहाकु फूल चंदन देण पूजिब। एमंते षष्ठ दिवस पूजा समापन करिब यथा विधि रे माता पादे मन। सप्तम दिवस रे रंभा वृक्ष नेई स्थापना करिब वेदी परे देव थोई। कलश पूजा करिब दुर्गा मने करी देवी को पूजा करिब प्रतिमा से परी। हृदय मध्यरे देवी करिब स्मरण नवम बयस कन्या करिब वरण। यथा विधि रे पूजा जे करिब तो दुर्गा देवी को हृदय स्मरिब से क्षण। अष्टभुजा रूप गोटी चिंता करुथिब फूल चंदन देण ताहाकु पूजिब। नमस्ते माँ काल रात्रि तुंडे उच्चारिब जय दश भुजा कही प्रणाम करिब। विधि विधान रे धूप दीप मान देई समर्पित करी देव दुर्गा नाम ध्याई। पूर्वरु समेध मान कुंडरे जे थिब अग्नि संजोग करिण आहुति करिब। तहु दुर्गा देवी मने संतुष्ट लभिबे भक्तंक मनोवांछा पूरण करिबे। सप्तमी विहित पूजा करी समापन सर्वद्रव्य मानंकु जे समर्पी बहन। एहीपरि से दिनटी कटाइब तहि दुर्गा देवी नाम गोटी हृदय रे ध्याई। रजनी अंत होइले अष्टमी आसिब स्नान शौचादि कर्म ही संपूर्ण करिब। पूजा द्रव्य मान सबु जतने थोइब समय आसिले ताहा आरंभ करिब। गंध पुष्प मान नेई समर्पण करी त्रिशाखा बेल पत्र को देव तेज स्मरी। संकल्प करिब तिल अक्षत को देई गोत्र उच्चारण करी बसिब जे ध्याई। षोडश उपचार को विधि विधान रे आरंभ करिब पूजा मातांको छामुरे। शुद्ध भावे मन मध्य दुर्गा को सुमरी पूजा करिब भक्ति रे मंत्र को उच्चारी। शेष होई गले पूजा कुंड को सजाई गव्य घृत रे आहुति करिब से नेई। 108 गोटी मातांक मंत्र रे आहुति देव निष्ठारे भक्ति चित्तरे। कुरु कोशो पांडर फल रे बलि प्रदानिब जय देवी दुर्गा कही ताहा समर्पिब। अष्टमी शेष दंड रे नवमी आसई संधि पूजा एही कुजे शास्त्र रे कहई। समापन संधि पूजा करिब विधि रे संतुष्ट लभिबे देवी भक्तंक ठारे। फलमूल आदि जेबे द्रव्य मान थिब मातांकर पारुषरे समर्पण देव। गोखीर रे पायस को छामुरे थोइब भक्ति चित्तरे नेई समर्पण देव। एहीपरि संधि पूजा समापन करी प्रणिपात करी हृदय मातांकु सुमरी। क्षमा प्रार्थना करिब कर जोड़ी देई
ସନ୍ତୁଷ୍ଟ ଲଭିବେ ଦୁର୍ଗା ହୃଦୟ ଦୟା ବହି। ଏମନ୍ତେ ସନ୍ଧି ପୂଜାକୁ ସମାପନ କରି ବିନୟରେ ପ୍ରଣିପାତ କରିବ ସୁମରି। ସର୍ବଦ୍ରବ୍ୟମାନ ନେଇ ପାଶେ ସମ୍ପାଦିବ ପୁଷ୍ପମାନ ନେଇ ଦେବୀଙ୍କୁ ସମର୍ପି ଦେବ। କର୍ପୂର ଚନ୍ଦନ ଗୁଆ ସମର୍ପିତ କ୍ଷଣ ବିଧିରେ ପୂଜା ଦ୍ରବ୍ୟ ଯେ କରିବ ଅର୍ପଣ। ପୂର୍ବରୁ ରମ୍ଭା ବୃକ୍ଷକୁ ପୁଷ୍ପରେ ମଣ୍ଡିବ ଚନ୍ଦନ ସିନ୍ଦୁର ଦେଇ ବସ୍ତ୍ର ପିନ୍ଧାଇବ। ଯଥା ବିଧିରେ ତାହାକୁ ପୂଜା ବିଧି କରି ନବମୀ ବିହିତ ପୂଜା କରିବ ସୁମରି। ଧୂପ ଦୀପ ମାନ ଦେଇ ପୂଜା ତ କରିବ ଜୟ ଦୁର୍ଗା ଦେବୀ କହି ଧ୍ୟାନ କରି ଭାବ। ନବମୀ ବିହିତ ବଳି କରିବ ପ୍ରଦାନ ତୃପତି ହୋଇବେ ଦୁର୍ଗା ଦେଖି ତୋର ଧ୍ୟାନ। ନୈବେଦ୍ୟମାନ ନେଇ ସମର୍ପଣ କରି ଆହୁତି ପ୍ରଦାନୀ ଦେବ ମାତାଙ୍କୁ ସୁମରି। ଦୁର୍ଗାଙ୍କୁ ପୂଜା କରିବ ଆନନ୍ଦ ମନରେ ବିଧିମତ ତାହା ଶେଷ କରିବ ଶେଷରେ। ଏମନ୍ତେ ନବମୀ ପୂଜା ସମାପନ କରି ରାତ୍ରି ଯାପନ କରିବ ଦୁର୍ଗାଙ୍କୁ ସୁମରି। ଶେଷ ହୋଇଗଲେ ନିଶି ଦଶମୀ ଆସଇ ବିଜୟା ଦଶମୀ ନାମ ଜଗତରେ କହି। ବିନୟ ହୋଇ ଦୁର୍ଗାଙ୍କୁ ନିବେଦନ କରି ସମର୍ପିବ ତାଙ୍କ ପାଦେ ପ୍ରଣିପାତ କରି। କ୍ଷମା ପ୍ରାର୍ଥନା କରିବ ଦୁର୍ଗାଙ୍କ ଚରଣେ ଯାଅ ମାତ ନିଜ ସ୍ଥାନ କହିବ ତ କ୍ଷଣେ। ସନ୍ତୁଷ୍ଟରେ ଦୁର୍ଗା ଦେବୀ ଯିବେ ନିଜ ପୁର ନବରାତ୍ରି ପୂଜା କର୍ମ ଏହି ହେଲା ସାର। ଲୟ ଲଗାଇ ମାତାଙ୍କୁ କରୁଥିବ ଧ୍ୟାନ ଦୟା କରିବେ ଜନନୀ ଦେବେ ସ୍ନେହ ଧନ। ଦୟା କର ତୁ ଗୋ ମାତ ଅଜ୍ଞାନେ ବାଳୁତ ତୋହରି ଚରଣ କୁମା କରିଛି ଆଶ୍ରିତ। ହରିହର ପାତ୍ର କରେ ନିବେଦନ ନୀତି ସୁଦୟା କରିବୁ ମାତ ତୋର ପାଦେ ମତି। ଦୋଷ ଥିଲେ କ୍ଷମା ଦେବୁ ହୃଦେ କୃପା ବହି ତ୍ରୁଟି ଥିଲେ କ୍ଷମା ଦେବୁ ମା ଦୁର୍ଗା ତୁହି। ଲେଖୁଥିବି ନାମ ଧରି ସହାୟ ହୋଇବୁ ନ ଆସିଲେ ପଦମାନ କହି ଦେଉଥିବୁ। इति श्रीमद् दुर्गा पुराणे देवी महात्मा वर्णने नवरात्रि पूजा कथने नाम 33 अध्याय।